ଅନୁଷ୍ଠାନ ଶୋଷ ପ୍ରଥମେ ଆମର ଦଣ୍ଡପାଟ ଆମ ଅଞ୍ଚଳର ପୁରୁଣା ଗାଁ ଐତିହ୍ୟ ଗାଁ ଅଞ୍ଚଳ ଭିତରେ ଆନନ୍ଦପୁର ସବ୍ ଡିଭିଜନର ଗୋଟେ ଐତିହ୍ୟ ଗାଁ ଇଏ ଶୋଷ ଦଣ୍ଡପାଟ ସେ ପଞ୍ଚାୟତ ଏବେ ହେଇଛି। ଆଉ ଆରମ୍ଭ ବେଳେ ଆମେ ସବୁ ଛୁଆ ହେଇଥିଲୁ, ଯେବେଠାରୁ ଆମେ ସକ୍ରିୟ ହେଲୁ ସେବେଠାରୁ ଯାହା ସମ୍ଭବ ସହଯୋଗ କରିଛୁ, କାରଣ ଅନୁଷ୍ଠାନ ବଞ୍ଚିବା ଦରକାର। ଅନୁଷ୍ଠାନଟାକୁ ଆମ ପୂର୍ବ ପିଢ଼ି ଯେଉଁ ହିସାବରେ କରିଥିଲେ, ଯେଉଁ ଭାଇଚାରା ସୃଷ୍ଟି ହେବ, ସାନ ବେଳର ଭେଦଭାବ ରହିବ ନାହିଁ, ସମସ୍ତ ସହିତ ଗୋଟେ ବନ୍ଧୁତା ରହିବ, ଏଠି ଆମେ ସମସ୍ତେ ଏକ। ଆଉ ସାଂସ୍କୃତିକ ଜିନିଷ ଗୁଡ଼ା ଶିଖିବା ପାଇଁ ଜାଣିବା ପାଇଁ ଅନୁଷ୍ଠାନ ତିଆରି ହୁଏ। ସେଇଭଳି ଭାବରେ ଏ ଅନୁଷ୍ଠାନ କିଛି ସାଂସ୍କୃତିକ ପ୍ରଭାବ ଏ ଅଞ୍ଚଳ ପ୍ରତି ପକାଇଛି। ଏଠି ଏଠି ଗୋଟେ ପାଖରେ ମନ୍ଦିର, ଗୋଟେ ପାଖରେ ମସଜିଦ୍, ହେଲେ ଭାଇ ଭାଇ ଏକ ହେଇ ରୁହନ୍ତି। ସମସ୍ତେ ମୁସଲିମ ଭାଇମାନେ ବି ହିନ୍ଦୁ ପର୍ବରେ ସହଯୋଗ କରନ୍ତି, ହିନ୍ଦୁ ଭାଇମାନେ ବି ତାଙ୍କ ମୁସଲିମ ପର୍ବରେ ସହଯୋଗ କରନ୍ତି। ଏଠି ଜଣାପଡ଼େନି କିଏ ହିନ୍ଦୁ କିଏ ମୁସଲମାନ। ଆଜକୁ 56 ବର୍ଷ ହେଲା ବିଶ୍ୱଶାନ୍ତି ଗୀତା ଯଜ୍ଞ ଶୋଷ ଗ୍ରାମର ହେଇ ଆସୁଛନ୍ତି। ମହାପୁରୁଷମାନେ ଯଜ୍ଞ ଆରମ୍ଭ କରିଥିଲେ, ସେ ମହାପୁରୁଷମାନେ ବର୍ତ୍ତମାନ ନାହାନ୍ତି। ଆମର ଅଘେରା ପୂର୍ଣ୍ଣମୀ 3 ଦିନ ଦ୍ୱାଦଶୀ ତିଥି ଠାରୁ ଅଧିବାସ ଘଟ ଉତ୍ତୋଳନ ହୁଏ। ତା ପରଦିନ ଅନ୍ୟ ଘଟମାନେ ସବୁ ଶୋଭାଯାତ୍ରାରେ ଆସନ୍ତି, ଗୀତା ପାଠ ହୁଏ, ଚଣ୍ଡୀ ଏଇଭଳି ଅନୁଷ୍ଠାନ କାମ ଚାଲେ। ପ୍ରବଚନ ମାନେ ଆସନ୍ତି, ପ୍ରବଚକ ଦିଅନ୍ତି। ଶୋଷ ଗ୍ରାମର ଏହିପରି ଆଜକୁ 56 ବର୍ଷ ହେଲା ଏହି ଅନୁଷ୍ଠାନ ଚଳି ଆସୁଛି। ମହାପୁରୁଷମାନେ କରି ଯାଇଥିଲେ, ତାକୁ ଅନୁକରଣ କରି ଆମ ଗ୍ରାମବାସୀମାନେ ତାକୁ ପୁନରୁଦ୍ଧାରଣ କରିଛନ୍ତି। ଆମ ଶୋଷ ଗ୍ରାମର ବିଭିନ୍ନ ପ୍ରକାର ଜାତିର ଲୋକ ଅଛନ୍ତି, କିନ୍ତୁ ଆମେ ସମସ୍ତେ ଏକ ଭାଇଚାରା ହୋଇ ଚଳି ଆସୁଛୁ। ମୁସଲମାନ ଭାଇମାନେ ଆସୁଛନ୍ତି, ହିନ୍ଦୁ ଭାଇମାନେ ଆସୁଛନ୍ତି, ସମସ୍ତେ ଏକତ୍ରିତ ହୋଇ ଏଠି ଚଳୁଛନ୍ତି। କାହାର ଭାତ ବିବାଦ କିଛି ନାହିଁ। ଆଉ ଯଜ୍ଞ ଅନୁଷ୍ଠାନର ସେମାନଙ୍କର ବହୁତ ଅନୁଭୂତି, କିନ୍ତୁ ସେମାନଙ୍କର ବହୁତ ମନସ୍କାମ ପୂର୍ଣ୍ଣ ହେବାରୁ ମାନସିକ ଚରୁ ସେମାନେ ଆଣି ଦିଅନ୍ତି। 3 ଦିନ ଧରି ଚରୁ ହୁଏ, 3 ଦିନ ଗୀତା ପାଠ, 3 ଦିନ ଚଣ୍ଡୀ। ପୂର୍ଣ୍ଣମୀ ଅଗ୍ନି ଉତ୍ସବ ଦିନ ଆମର ପୂର୍ଣ୍ଣାହୁତି ହୁଏ। ଅଗ୍ନି ଉତ୍ସବ ସିଆଡ଼େ ହେଉଥାଏ, ଏଣେ ପୂର୍ଣ୍ଣାହୁତି ହୁଏ। ଏହିଭଳି ଶୋଷ ଗ୍ରାମର ମାନେ ଆମ ଇଏ ବିଶ୍ୱଶାନ୍ତି ଗୀତା ଯଜ୍ଞ ଅନୁଷ୍ଠାନ ଅନୁଷ୍ଠିତ ହୁଏ। ଏଇ ଯେଉଁ ବିଶ୍ୱଶାନ୍ତି ଗୀତା ଯଜ୍ଞ 1970 ମସିହାରେ ଆରମ୍ଭ ହେଲା। ଆମର 2 ଜଣ ବାବାଜୀ ଏଇ ଯଜ୍ଞକୁ ଆରମ୍ଭ କରିଥିଲେ। ଏଇ ଶୋଷ ଗାଁର ମଙ୍ଗଳ କାମନା କରି ସେ ଆରମ୍ଭ କରିଥିଲେ। ସେ ଯେତେବେଳେ ଆରମ୍ଭ କରିଥିଲେ, ଆମେ ସେତେବେଳେ ଛୋଟ ଛୁଆ ଥିଲୁ। ସେଇ ଅବସ୍ଥାରୁ ଆମେ ସହଯୋଗ କରି କରି ବର୍ତ୍ତମାନ ପଦପଦବୀରେ ରହି ଏ ଅନୁଷ୍ଠାନକୁ ବଞ୍ଚାଇ ରଖିଛୁ। ଆମରି ଅନୁଷ୍ଠାନ ପାଖରେ ମୁସଲିମ ସମ୍ପ୍ରଦାୟର ଗୋଟିଏ ବସ୍ତି ରହିଛି, ତାଙ୍କର ବି ଗୋଟିଏ ମସଜିଦ୍ ଆମ ରାମ ମନ୍ଦିରକୁ ଲାଗି ପାଖାପାଖି ରହିଛି। ପ୍ରତିବର୍ଷ ଆମେ ଯେତେବେଳେ ଯଜ୍ଞ କରୁ, ସେମାନେ ଆମକୁ ବିଭିନ୍ନ କାମରେ ସାହାଯ୍ୟ ସହଯୋଗ ମଧ୍ୟ କରନ୍ତି। ଆମ ଭିତରେ ଭାଇଚାରାର ସୃଷ୍ଟି ହୁଏ, ଆମର ବିଭେଦ ଦେଖାଯାଏ ନାହିଁ। ଏବଂ ସର୍ବୋପରି ଶୋଷ ଗ୍ରାମର ଗ୍ରାମବାସୀ 600 ପରିବାର ହେଲେ ମଧ୍ୟ ସେମାନେ ବର୍ତ୍ତମାନ ଏକତା ସୂତ୍ରରେ ବନ୍ଧା ହୋଇକି ରହିଛନ୍ତି। ଏଇ ଗୋଟିଏ ଅନୁଷ୍ଠାନ ଆମ ଗ୍ରାମର ସ୍ୱାଭିମାନ ଏବଂ ଆମ ଗ୍ରାମର ଐତିହ୍ୟକୁ ସେ ବଞ୍ଚାଇ ରଖିଛି। ଏବଂ ସର୍ବୋପରି ଅନେକ ଶ୍ରଦ୍ଧାଳୁ ତାଙ୍କର ମାନସିକ କରିଥାନ୍ତି, ଯେଉଁ ମାନସିକ ନିଶ୍ଚିତ ଭାବରେ ତାଙ୍କର ପୂରଣ ହୋଇଛି। ଯାହାଦ୍ୱାରା ଆମେ ବର୍ତ୍ତମାନ ଦେଖିବା ପାଇଁ ପାଉଛୁ, ଏହି ଅନୁଷ୍ଠାନରେ ଯେତେବେଳେ 10-12ଟି ଚରୁ ବସୁଥିଲା, ଆଜି ଆସିକି 250ରୁ 300 ଚରୁ ଠେକିଲାଣି। ନିଶ୍ଚିତ ଭାବରେ ଆମେ ଅନୁମାନ କରୁଛୁ ଠାକୁରଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ଅଛି ଏବଂ ତାଙ୍କର ମାନସିକ ନିଶ୍ଚିତ ଭାବରେ ପୂରଣ ହେଉଛି, ଯାହାଦ୍ୱାରା ସେମାନେ ସ୍ୱତଃପ୍ରବୃତ୍ତ ଭାବରେ ଏଠି ଆସିକି ଚରୁ ବସାଉଛନ୍ତି। ଏ ଆଖପାଖ ଅଞ୍ଚଳର ସାରା ଓଡ଼ିଶାରେ ବି କହିଲେ ବିଭିନ୍ନ ଅଞ୍ଚଳରୁ ଲୋକ ଆସିକି ଚରୁ ବସାଉଛନ୍ତି। ଦେଖନ୍ତୁ ଆଜ୍ଞା, ଏଠି 2ଟି ସମ୍ପ୍ରଦାୟର ଲୋକ ଥାଇପାରନ୍ତି, କିନ୍ତୁ ଏଠି ଭାଇଚାରାର ସମ୍ପର୍କ। ସିଏ ତାଙ୍କ ପର୍ବ କଲେ ମୁସଲିମ ଆମେ ସହଯୋଗ କରୁ, ଆମ ପର୍ବରେ ସେମାନେ ବି ସହଯୋଗ କରନ୍ତି। ଏଠି ଭାଇଚାରାର ସମ୍ପର୍କ ନେଇକି ଆମେ ଚାଲୁ। ବିଗତ ଦିନମାନଙ୍କରେ ଏଠି କୌଣସି ମାନେ ସେମିତି ଅସୁବିଧା କିଛି ସମ୍ମୁଖୀନ ଆମେ ଭୋଗିନୁ। ଏ ଶୋଷ ଗାଁର ପାଖାପାଖି 3000ରୁ 4000 ଲୋକ ବସବାସ କରନ୍ତି ଶୋଷ ଗାଁରେ। ତ ଏଠି ଭାଇଚାରାର ସମ୍ପର୍କ ନେଇକି ସମସ୍ତେ ବଞ୍ଚନ୍ତି। ଇଏ ହେଉଛି ଆମର ସବୁଠୁ ବୃହତ ଅନୁଷ୍ଠାନ ବିଶ୍ୱଶାନ୍ତି ଗୀତା ଯଜ୍ଞ। ଏହାର ମାହାତ୍ମ୍ୟ ତ ଟିକିଏ ଆଗରୁ ଆମ ସାର୍ କହିଗଲେ। ଏଠି ଲୋକଙ୍କର ମାନସିକତା ପୂରଣ ହୁଏ। ଏ କୁଣ୍ଡରେ ଚରୁ ବସାଇଲେ ଲୋକଙ୍କର ମାନସିକତା ପୂରଣ ହେଇଛି। ବହୁତ କିମ୍ବଦନ୍ତୀ ଅଛି ଶୋଷ ଯଜ୍ଞ ବିଶ୍ୱଶାନ୍ତି ଗୀତା ଯଜ୍ଞର। ସହଯୋଗ ଆମେ ବି ତାଙ୍କ ପର୍ବପର୍ବାଣି ହେଲେ ଆମେ ଚାନ୍ଦା ଦେଉ, ଆମର ବି ପର୍ବପର୍ବାଣି ହେଲେ ସେମାନେ ବି ଚାନ୍ଦା ଦିଅନ୍ତି। ଆମେ ମିଳିମିଶିକି ସମସ୍ତେ ରହୁଛୁ ଶୋଷ ଗାଁରେ। ଆଉ ଆମେ ତ ଭାଇଚାରା ସମ୍ପର୍କ ଓଡ଼ିଶା, ଆମେ ଶୋଷରେ ରହୁଛୁ। ଓଡ଼ିଶା ଭାଷା ଆମେ ଜାଣିବେ ଯେ ଆମେ ଶୋଷରେ ରହୁଛୁ, ଭାଇଚାରା ସମ୍ପର୍କ ନେଇ ହିନ୍ଦୁ ମୁସଲମାନ
ଆମଠୁ ଓଡ଼ିଶାବାସୀ ଶିଖିବେ ଯେ କି ମୁସଲମାନ ହିନ୍ଦୁ ମିଳିମିଶି ଚଳୁଛନ୍ତି, ପର୍ବପର୍ବାଣି ମିଶାମିଶି କରୁଛନ୍ତି, ଆଉ ଯେମିତି ଭେଦଭାବ ନ ରହୁ, ସମସ୍ତେ ମିଳିମିଶି ଚଳନ୍ତୁ। ଆଉ ଭାରତ ଯେମିତି ଚାଲୁଛି ଏମିତି ଓଡ଼ିଶା ଚାଲୁ, ଶୋଷ ଚାଲୁ, ସମସ୍ତେ ହିନ୍ଦୁ ମୁସଲମାନ ଗୋଟେ କିଛି ନୁହେଁ, ସେ ଗୋଟେ ଭାଇଚାରା, ଗୋଟେ ରକ୍ତ, ସମସ୍ତେ ମିଳିମିଶି ଚଳନ୍ତୁ। ଏଇଟା ଗୋଟେ ମୋର ବି ବାର୍ତ୍ତା, ଆଉ ସମସ୍ତଙ୍କ ବାର୍ତ୍ତା ଏଇଟା ଆଉ